ଆପଣମାନେ ତ ବିଭିନ୍ନ ପ୍ରକାରର ପତ୍ରପୋଡ଼ା ଖାଇଥିବେ, କିନ୍ତୁ ବନ୍ଧାକୋବି ଆଳୁ ପିଆଜର ପତ୍ରପୋଡ଼ା କେବେ କରିନଥିବେ। ମୁଁ ଆପଣମାନଙ୍କୁ ଦେଖାଉଛି କେମିତି ଭାବରେ ମୁଁ କଲି। ଆପଣମାନେ ନିଶ୍ଚିତ ଘରେ ଟ୍ରାଏ କରନ୍ତୁ, ବହୁତ ଟେଷ୍ଟି, ବହୁତ ମାନେ ଭଲ ଲାଗୁଥାଏ। ତ ଦେଖନ୍ତୁ ଛୋଟ ଛୋଟ କରିକି ବନ୍ଧାକୋବିକି କାଟି ନେଲି, ଆଳୁ ବି ଛୋଟ ଛୋଟ କାଟିକି ନେଲି, ପିଆଜ 2ଟି ଭଲ ଭାବରେ କାଟିନେଲି। ଆଉ ତା'ର ମେନ୍ ଜିନିଷ ତ ସୋରିଷ ବେସର, ସେ ସୋରିଷ ବେସର ଦେଇଦେଲି। ଆଉ ଅଦା ରସୁଣର ପେଷ୍ଟ ଅଳ୍ପ ଦେଇଦେଲି, ଲଙ୍କାଗୁଣ୍ଡ ଦେଇଦେଲି, ସ୍ୱାଦ ଅନୁସାରେ ସେଥିରେ ମୁଁ ଲୁଣ ବି ଦେଇଦେଲି। ତାପରେ ଅଳ୍ପ ପରିମାଣରେ ହଳଦୀ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ସେଥିରେ ଦେଇଦେଲେ। ଆଉ ମାନେ ସୋରିଷ ତେଲ, ଯାହାକୁ ମାନେ ତା'ର ଭଲ ଟେଷ୍ଟ ଆଣିଥାଏ ସେଥିରେ। ତ ଦେଖନ୍ତୁ ତାକୁ ଭଲ ଭାବରେ ମିଶି ନେଲେ। ଦିଦି ସ୍ପେଶାଲ ପତ୍ରପୋଡ଼ା ଧାନ ସିଝି ଯାଇଥିଲା ଚୁଲିରେ, ତ ସେଥିପାଇଁ ଦେଖନ୍ତୁ ଆଜି ମାନେ ବନ୍ଧାକୋବି ଆଉ ପିଆଜ ଆଳୁରେ ମାନେ ନୂଆ ଆଇଟମ୍ ପତ୍ରପୋଡ଼ା କେମିତି ଭାବରେ ହେବ ଆପଣମାନଙ୍କୁ ଦେଖିବି। ମିଶିଂ ପ୍ରସ୍ତୁତ ହେଇଗଲା। ଆଉ ପତ୍ର ଏଠି ଧୋଇକି ରଖାଯାଇଛି। ଶାଳ ପତ୍ରରେ ଚୁଲିରେ ପତ୍ରପୋଡ଼ା, ବନ୍ଧାକୋବି ଆଳୁ ପିଆଜ ସିଲେଇ ବର୍ତ୍ତମାନ ହେଇଗଲା। ସେ ଚୁଲିରେ ପକେଇ ଦେଇକି ଚାଲ ବଡ଼ ଚୁଲିରେ ଧାନ ସିଝା ଯାଇଥିଲା, ପ୍ରଚୁର ପରିମାଣରେ ନିଆଁ ଅଛି। ପତ୍ରପୋଡ଼ା ବର୍ତ୍ତମାନ ପଡ଼ିଗଲା। ଚୁଲି ପତ୍ରପୋଡ଼ା କାହାର ପସନ୍ଦ ଆପଣମାନେ ନିଶ୍ଚିତ କମେଣ୍ଟ ଜରିଆରେ ଜଣାଇବେ। ଦେଖନ୍ତୁ ଆଉ ପତ୍ରପୋଡ଼ା ପ୍ରସ୍ତୁତ ହେଇଗଲା। ପତ୍ରପୋଡ଼ା ମାନେ ତ ପତ୍ର ପୋଡ଼ିବ ହିଁ। ତ ଦେଖନ୍ତୁ ପତ୍ର ପୋଡ଼ି ଯାଇଛି, ଆଉ ପତ୍ରପୋଡ଼ା ବି ପ୍ରସ୍ତୁତ ହେଇଯାଇଛି। ଆଉ କେମିତି ଭାବରେ ଦେଖାହେଉଛି, ଆଉ ତା'ର ସେଣ୍ଟ, ତା ମାନେ ଏତେ ସୁନ୍ଦର ସେଣ୍ଟ ହେଉଛି, ମାନେ ରହି ହେଉନି। ଆଉ ଗରମ ଦିନ ତ ଆପଣମାନେ ଜାଣିଥିବେ ପଖାଳର ମଜା, ପଖାଳ ନିଆ ହେଇଛି ଦେଖନ୍ତୁ। ଆଉ ବିଭିନ୍ନ ପ୍ରକାର ତରକାରୀ ବି ପ୍ରସ୍ତୁତ କରିଦିଆହେଇଛି। ଆଉ ଆମେ ସବୁ ଖାଇବା ପାଇଁ ବସିଯାଇଛୁ। ଚୁଲି ପତ୍ରପୋଡ଼ା, ଶାଗ, ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତ ହେଇଯାଇଛି। ତାପରେ ଆମେ ସମସ୍ତେ ଦିଦି, ମା, ମୁଁ ଖାଇବା ପାଇଁ ବସିଯାଇଛୁ, ବହୁତ ସାରା ଭୋକ। ଆପଣମାନଙ୍କୁ କେମିତି ଆମର ପତ୍ରପୋଡ଼ା ମାନେ ବନେଇଲୁ ଆପଣମାନେ ନିଶ୍ଚିତ କମେଣ୍ଟ ଜଣାଇବେ। ଆଉ ନିଶ୍ଚିତ ଘରେ ଟ୍ରାଏ କରନ୍ତୁ, ବହୁତ ଟେଷ୍ଟି, ବହୁତ ୟମି। ମୋତେ ତ ବହୁତ ଭଲ ଲାଗିଲା। ଆମେ ଦିଦି ମୁଁ ଖାଇଦେଲୁ ଶାନ୍ତିରେ ପଖାଳ। କେମିତି ଲାଗିଲା ନିଶ୍ଚିତ ଜଣାଇବେ। ଜୟ ଜଗନ୍ନାଥ।